ଶୀତୁଆ ରାତିରେ ସବୁଦିନ ମୋ ସହ ରାତି ରଙ୍ଗୀନ କରିବାକୁ ସେ ମୋ ରୁମ୍ରେ ପହଞ୍ଚି ଯାଉଥିଲା। ରାତିର ସେ ଶୀତରେ କମ୍ବଳ ଭିତରେ କିଛି ସମୟର ଆଲିଙ୍ଗନ ପରେ ନା ତା ଦେହରେ ବସ୍ତ୍ର ରହୁଥିଲା ନା ମୋ ଦେହରେ ବସ୍ତ୍ର ରହୁଥିଲା। ଏମିତିକି ଏଇ କିଛି ମୁହୂର୍ତ୍ତ ପାଇଁ ଆମଠୁ ଏଇ ଶୀତଟା ଯେମିତି ଅନେକ ଦୂରକୁ ଚାଲି ଯାଉଥିଲା। ଆମେ ଘୋଡ଼େଇ ହେଇଥିବା ସେ କମ୍ବଳକୁ ଫିଙ୍ଗି ସେଇ ବେଡ୍ ଉପରେ କେଁ କାଁ ଶବ୍ଦକୁ ଖାତିର ନ କରି ଆମେ ସେଇ ବେଡ୍ ଉପରେ କେତେବେଳେ ସେ ମୋ ଉପରକୁ ଉଠି ଯାଉଥିଲା ତ କେତେବେଳେ ମୁଁ ତା ଉପରକୁ ଚାଲି ଯାଉଥିଲି। ଭାରି ମଜା ଲାଗୁଥିଲା। କିଛି ସମୟ ପରେ ନିଜ ଯୌନର ସେ ଲାଳସାକୁ ମେଣ୍ଟେଇ ନିଜ କାମନାର ସେ ଭୋକକୁ ମେଣ୍ଟେଇ ଚାଲିଥିଲୁ। ଭାରି କଷ୍ଟ ହେଉଛି ପ୍ରତାପ ଭାଇ। ଏଇ ଶୀତ ଦିନଟା ଆସିଲେ ଏମିତି ସ୍ମୃତି ସବୁ ମୋ ମନ ଭିତରେ ପଶି ଯନ୍ତ୍ରଣା ପରେ ଯନ୍ତ୍ରଣା ଦେଇ ଚାଲୁଥିଲେ। କ'ଣ କରିବି ଭାଇ, ସେଇ ଦିନକୁ ମୁଁ ଜମା ବି ମନେ ପକାଇବାକୁ ଚାହୁଁନଥିଲି। ହେଲେ ଏଇ ଡିସେମ୍ବର ମାସଟା ଆସିଲେ ସେଇ ଦିନ ଗୁଡ଼ାକୁ ଯେତେ ଏଭଏଡ଼ କରିବାକୁ ଚେଷ୍ଟା କଲେ ବି ସେଇ ଦିନକୁ କ'ଣ ଭୁଲିବାକୁ ଦେଉଥିଲା। କଳାହାଣ୍ଡିରୁ ଆରମ୍ଭ ହୋଇଥିବା ସେଇ ପ୍ରେମଟା 5 ବର୍ଷ ପରେ ଭୁବନେଶ୍ୱର ସହରରେ ଶେଷ ହୋଇଯାଇଥିଲା। ଭୁବନେଶ୍ୱରରୁ ଯାଇ କଳାହାଣ୍ଡିରେ ଟ୍ରେନିଂ ନେଲାବେଳେ ମୋର ସେଇ ଯାତ୍ରା ଆରମ୍ଭ ହୋଇଥିଲା। ସେ ବି ସେଇ ଅଫିସରେ ଚାକିରି କରିଥିଲା। ଯଦିଓ ମୁଁ ଟ୍ରେନିଂ ନେଉଥିଲି ସେ କିନ୍ତୁ ମୋ ସହ କ୍ଲୋଜ୍ ହୋଇଯାଇଥିଲା। କାହିଁକି ନା ମୋ କାମର ସବୁ ଫାଇଲ୍ ତା ପାଖରେ ଥିଲା। ଏମିତି କଥାବାର୍ତ୍ତା ଫାଇଲ୍ ନେବା ଆଣିବା ଭିତରେ ଧୀରେ ଧୀରେ ଆମେ କ୍ଲୋଜ୍ ହୋଇଯାଇଥିଲୁ। ସେ ଖୋର୍ଦ୍ଧାର ଥିଲା ଆଉ ମୁଁ ଭୁବନେଶ୍ୱରର। ଉଭୟ ପ୍ରାୟ ସମୟ ଏକାଠି କାଟିବା ଆରମ୍ଭ କରିଦେଇଥିଲୁ। ୟା ଭିତରେ ତାକୁ ଅଫିସରୁ ନେଇ ସବୁବେଳେ ତା ରୁମ୍ରେ ଛାଡ଼ିବା ଆରମ୍ଭ କରିଦେଇଥିଲି। ବେଳେବେଳେ ମୋ ରୁମ୍ ଦେଇ ଗଲାବେଳେ ଚା ବନେଇ ସାଥି ହେଇ ପିଉ। ବାରମ୍ବାର ଗୋଟେ ଝିଅ ପୁଅ ରୁମ୍କୁ ଯିବା ଆଉ ଗୋଟେ ପୁଅ ଝିଅ ରୁମ୍କୁ ବାରମ୍ବାର ଯିବା ତ ସେଇ ଶାରୀରିକ ଆକର୍ଷଣ ସହିତ ପ୍ରେମ ଆଡ଼କୁ ଇସାରା କରେ। ଆରମ୍ଭ ହୋଇଯାଇଥିଲା ସେଇ ପ୍ରେମଟା। ଆଉ ସେତେବେଳେ ଥିଲା ଶୀତ ଦିନ। ଦିନେ ଏଇ ଶୀତୁଆ ସକାଳର ପହିଲି କିରଣରେ ଘାସ ଉପରେ କାକର ପଡ଼ି ଓଦା ହୋଇଯାଇଥିଲା। କାଁ ଭାଁ ରାସ୍ତାଘାଟରେ ଜଣେ ଦୁଇ ଜଣ ମର୍ଣ୍ଣିଂ ୱାକ୍ କରିଥିଲେ। ବାସ୍ ସେଦିନ ସେ ନିଦରୁ ଉଠି ଆସିଲା ବେଳେ ତରବରରେ ବାହାରି ଚାଲି ଆସିଥିଲା। ହେଲେ ରାସ୍ତା ମଝିରେ ତାର ଋତୁସ୍ରାବ ଆରମ୍ଭ ହୋଇଯାଇଥିଲା। ତାକୁ ଯେତେବେଳେ ଜଣା ପଡ଼ିଲା ସେ କେମିତି ଗୋଟେ ବିବ୍ରତ ହୋଇଯାଇଥିଲା। ମୋତେ କ'ଣ କହି ଘରକୁ ଯିବ ବୋଲି ବାହାରୁ ବାହାରୁ ପଛପଟଟା ବ୍ଲଡ଼ରେ ଲାଲ ହୋଇଯାଇଥିଲା। ମୋର କେମିତି କେଜାଣି ନଜର ପଡ଼ିଯାଇଥିଲା ରକ୍ତ ଲାଗିଥିବା ସେଇ ଟ୍ରାକ୍ ସୁଟ୍ ଉପରେ। ସେ କେମିତି ଗୋଟେ ଲାଜେଇ ଯାଇଥିଲା। ସେତିକି ବେଳେ ମୋ ଜ୍ୟାକେଟଟା ଖୋଲିଲି ଆଉ ତାକୁ ଦେଇ ତା ଅଣ୍ଟାରେ ଭିଡ଼ିବାକୁ କହିଲି। ସେ ଲାଜେଇ ଗଲା। ହେଲେ ଅଣ୍ଟାରେ ମୋ ଜ୍ୟାକେଟଟା ଭିଡ଼ିଲା ବେଳେ କେମିତି ଗୋଟେ ପ୍ରେମ ଭରା ନଜରରେ ମୋତେ ଦେଖି ଚାଲିଥିଲା। ବୋଧହୁଏ ମୋତେ ନେଇ ତା ଜୀବନରେ ଅନେକ ସ୍ୱପ୍ନ ଦେଖି ଚାଲିଥିଲା। ୟାରି ଭିତରେ ଆମେ ତା ରୁମ୍ରେ ପହଞ୍ଚି ସାରିଥିଲୁ। କିଛି କ'ଣ ଭାବିବା ପୂର୍ବରୁ ସେ ମୋ ଉପରେ ଭରସା କରି ସେ ବାଥରୁମ୍କୁ ଯାଇ ତା ଡ୍ରେସ୍ ଦେବାକୁ ମୋତେ କହିଥିଲା। ମୁଁ ତା ଆଲମିରା ଖୋଲି ତାକୁ ତା ଡ୍ରେସ୍ ନେଇ ବାଥରୁମ୍ରେ ଦେଇଥିଲି। ବାସ୍ ସେଇଠୁ ଆରମ୍ଭ ହୋଇଯାଇଥିଲା ଆମ ସମ୍ପର୍କର ନିବିଡ଼ତା। ଚୁପଚାପ ନିରୀହ ପ୍ରେମଟା ସେଇଦିନ ଖୁଲମ ଖୋଲା ଫୁଟିକି ବାହାରକୁ ଆସିଯାଇଥିଲା। ସେ ବାଥରୁମ୍ରୁ ବାହାରିଲା ବେଳେ ଭିଜା ଭିଜା ବାଳ ସାଙ୍ଗକୁ ଶୀତୁଆ ସକାଳର ସେ ଗାଧୁଆର ଥଣ୍ଡା ଭିତରେ ତାର ସେ ଦେହଟା ଶୀତେଇ ଯାଇ ରୁମ୍ ମୂଳ ସବୁ ଟାଙ୍କୁରି ଉଠୁଥିଲା। ମୁଁ ସେଇଠି ବସିଥିଲି। ସେ ବାହାରକୁ ବାହାରିଲା ଆଉ ସିଧା କହିଲା, ଚା ପିଇବ ସମୁ? ମୁଁ କହିଲି ହଁ କିତା, ଯଦି ବନେଇବ ଟିକେ ଭଲ ହୁଅନ୍ତା। ସେ ମୋ ଜ୍ୟାକେଟଟା ଧୋଇ ଦେଇଥିଲା। ମୁଁ ଶୀତରେ ଥରି ଯାଉଥିଲି। କିଛି ସମୟ ପରେ ଚା ନେଇ ଆସିଲା। ମୋ ହାତକୁ ବଢ଼େଇ ଦେଇ ମୋ ଥରିବା ଦେଖି ମୋ ଦେହରେ ଗୋଟେ ଚାଦର ଘୋଡ଼େଇ ଦେଇ ମୁରୁକି ହସି ଦେଇଥିଲା। ବାସ୍ ମନେ ମନେ ଚୋରି ଚୋରି ପ୍ରେମଟା ସେଦିନ ଖୁଲାସା ହୋଇଯାଇଥିଲା। ଆଉ ଆରମ୍ଭ ହୋଇଗଲା ଖୁଲମ ଖୋଲା ପ୍ରେମର ସେ ନିଆରା ସମ୍ପର୍କ। ତାପରେ ଆମ ମନଟା ମିଶି ଯାଇଥିଲା। ହୃଦୟର ସେ ଶୂନ୍ୟତା ଆଜି କଥା କହିବା ଆରମ୍ଭ କରିଥିଲା। ଆଉ ଧୀରେ ଧୀରେ ଉଭୟଙ୍କ ଦେହ ବି ଉଭୟଙ୍କ ଆଡ଼କୁ ଢଳି ପରସ୍ପର ପ୍ରତି ଆକର୍ଷିତ ହେବାକୁ ଲାଗିଲା। ମୋର ଭଲ ଭାବେ ମନେ ଅଛି ପ୍ରତାପ ଭାଇ, ଆମ ପ୍ରେମଟା ଏହି ଶୀତ ଦିନର ସବୁ ବନ୍ଧ ବାଡ଼କୁ ଭାଙ୍ଗି ଦେହ ସହ ଦେହ ମିଶିବାକୁ ଲାଗିଲା। ପ୍ରତାପ ଭାଇ ଶୀତୁଆ ରାତିରେ ସବୁଦିନ ମୋ ସହ ରାତି ରଙ୍ଗୀନ କରିବାକୁ ସେ ମୋ ରୁମ୍ରେ ପହଞ୍ଚି ଯାଉଥିଲା। ରାତିର ସେ ଶୀତ ଭିତରେ କମ୍ବଳ ଭିତରେ କିଛି ସମୟର ଆଲିଙ୍ଗନ ଭିତରେ ନା ତା ଦେହରେ ବସ୍ତ୍ର ରହୁଥିଲା ନା ମୋ ଦେହରେ ବସ୍ତ୍ର ରହୁଥିଲା। ଏମିତିକି ଏଇ କିଛି ମୁହୂର୍ତ୍ତ ପାଇଁ ଆମଠୁ ଏଇ ଶୀତଟା ଯେମିତି ଅନେକ ଦୂରକୁ ଚାଲି ଯାଉଥିଲା। ଆମେ ଘୋଡ଼େଇ ହେଉଥିବା ସେ କମ୍ବଳକୁ ଫିଙ୍ଗି ସେଇ ବେଡ୍ ଉପରେ କେଁ କାଁ ଶବ୍ଦକୁ ଖାତିର ନ କରି ଆମେ ସେଇ ବେଡ୍ ଉପରେ କେତେବେଳେ ସେ ମୋ ଉପରକୁ ଚଢ଼ି ଯାଉଥିଲା ତ କେତେବେଳେ ମୁଁ ତା ଉପରକୁ ଚଢ଼ି ଯାଉଥିଲି। ଭାରି ମଜା ଲାଗୁଥିଲା ଭାଇ। କିଛି ସମୟ ପରେ ନିଜ ଯୌନର ସେ ଲାଳସାକୁ ମେଣ୍ଟେଇ ନିଜ କାମନାର ସେ ଭୋକକୁ ମେଣ୍ଟେଇ ଚାଲିଥିଲୁ। ଏମିତିରେ ବିତି ଯାଇଥିଲା 7 ବର୍ଷ। ଆଉ 7 ବର୍ଷ ଆମ ପାଇଁ ଆଣିଦେଇଥିଲା ଅନେକ ମଜା ମସ୍ତି, ଅନେକ ସ୍ମୃତି ଆଉ ଅନେକ ସ୍ୱପ୍ନ। ତାରି ଭିତରେ ମୋର ପୋଷ୍ଟିଂ
ମୟୂରଭଞ୍ଜରେ ହେଇଯାଇଥିଲା। ତାର ବି କିଛି ଦିନ ପରେ ଗଞ୍ଜାମ ଟ୍ରାନ୍ସଫର ହେଇଯାଇଥିଲା। ଆଗ ଭଳି ସେମିତି ଆଉ ମିଶି ପାରୁନଥିଲୁ। କିଛି ଦିନ ପରେ ମୋତେ ଲାଗିଲା ଆମ ଭଲ ପାଇବାରେ କୋଉଠି ନା କୋଉଠି ଦୂରତା ବଢ଼ିବାକୁ ଲାଗିଲା। କିଛି ଦିନ ପରେ ମୋ ସନ୍ଦେହଟା ସତ ହୋଇଯାଇଥିଲା ଭାଇ। ଡିସେମ୍ବର ମାସର ସେଇ ଶୀତୁଆ ରାତିରେ ତାକୁ ସରପ୍ରାଇଜ୍ ଦେବାକୁ କିଛି ନ କହି ତା ପାଖକୁ ଗଞ୍ଜାମ ଚାଲି ଯାଇଥିଲି। ସେ ରହୁଥିବା ରୁମ୍ ଦୁଆର ମୁହଁରେ ପହଞ୍ଚି କଲିଂ ବେଲ୍ ମାରି ଚାଲିଥିଲି। ହେଲେ ସେଦିନ ତାର ଡୋର୍ ଖୋଲିବାଟା ଭାରି ବିଳମ୍ବ ହୋଇଥିଲା। ଭାବିଲି ବାଥରୁମ୍ରେ ଥିବ ବୋଧେ, କିନ୍ତୁ ଯେତେବେଳେ କବାଟ ଖୋଲିଲା ମୋତେ ଦେଖି ଖୁସି ହେବା ବଦଳରେ କେମିତି ଗୋଟେ ଡରି ଡରି ପଚାରିଥିଲା, ଆରେ ସୋମେଶ, ତମେ ମୋତେ ନ ଜଣେଇ ଏମିତି ଅଚାନକ ଚାଲି ଆସିଲ ଯେ? ତାର ଏ କଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଥିଲା। ଆରେ ଯିଏ ଦିନେ ମୁଁ ଆସିବା ବାଟକୁ ଅପେକ୍ଷା କରି ରହୁଥିଲା, ଯିଏ ଦିନେ ମୁଁ ଆସିଲେ ମୋତେ ଦେଖି ଖୁସିରେ ନାଚି ଯାଉଥିଲା, ଆଜି ସେ ଯେମିତି ମୁଁ ଆସିବାର ଖୁସି ନଥିଲା। କହିଲି ହଁ, ଆସିଗଲି ତମକୁ ସରପ୍ରାଇଜ୍ ଦେବାକୁ। ସିଧା ଭିତରକୁ ପଶିବା ବେଳେ ସେ କେମିତି ଗୋଟେ ମୋତେ ଅନେଇ ଚାଲିଥିଲା। ମୁଁ ଭିତରକୁ ପଶିବା ପୂର୍ବରୁ କିଏ ଜଣେ ଯୁବକ ଗାମୁଛା ପିନ୍ଧି ବାହାରକୁ ପଳେଇ ଆସିଲା। ଆଉ ପଚାରିଲା, ଅଙ୍କିତା, କିଏ କଲିଂ ବେଲ୍ ମାରୁଥିଲା କି? ସେଇ ଯୁବକକୁ ଅଙ୍କିତା ରୁମ୍ରେ ଦେଖି ମୁଁ ଅଙ୍କିତାକୁ ଯେଉଁ କଥା ପଚାରିବା କଥା ସେଇ କଥା ମୋତେ ଦେଖି ସେ ଯୁବକ ଅଙ୍କିତାକୁ ପଚାରି ଚାଲିଥିଲା। ଅଙ୍କିତା ବି ଚୁପ୍ ଥିଲା, ଆଉ ମୁଁ ବି ଚୁପ୍ ରହି ସେ ଯୁବକ ପଚାରିଥିବା ପ୍ରଶ୍ନର ଉତ୍ତର ଅଙ୍କିତା ପାଟିରୁ ଶୁଣିବାକୁ ଅପେକ୍ଷା କରିଥିଲି। କିଛି ସମୟର ନୀରବତା ପରେ ଅଙ୍କିତା କହିଲା, ଆରେ ସେ ମୋ ସାଙ୍ଗ, ମୋତେ କଲ୍ କରିଥିଲା ଆସିବାକୁ। ତାର କ'ଣ କାମ ଅଛି ବୋଲି ଆସିଛି। ତା ପାଟିରୁ ଏକଥା ଶୁଣି କାନ୍ଦ କାନ୍ଦ ହୋଇଯାଇଥିଲି। ଆଖିର ଲୁହକୁ ଚାପି କହିଲି, ଆରେ ନାହିଁ, ମୁଁ ହୋଟେଲରେ ରୁମ୍ ନେଇଯାଇଛି, ଖାଲି ତତେ ଦେଖା କରିବାକୁ ଆସିଥିଲି। ଅଭିନୟ ଜଣା ନଥିବା ମଣିଷଟା ସେଦିନ କିନ୍ତୁ ଭଲ ଅଭିନୟ କରି ସେଠୁ ପଳେଇ ଆସିଥିଲି। ଆଉ ଭାବୁଥିଲି ତାକୁ ସରପ୍ରାଇଜ୍ ଦେବାକୁ ଆସି ନିଜେ ସରପ୍ରାଇଜ୍ ହେଇଯାଇଥିଲି। ସିଧା ମେନ୍ ରୋଡ଼ ଉପରକୁ ଆସି ଅଟୋ ଧରି ଷ୍ଟେସନ ଆସିଥିଲି। ଆଉ ଟ୍ରେନ୍ ଆସିବାକୁ ଅପେକ୍ଷା କରିଥିଲି। ଟ୍ରେନ୍ ଆସିବା ଅନେକ ଡେରି ଥିଲା। ଷ୍ଟେସନର ଶେଷ ଆଡ଼କୁ ଅନ୍ଧାରରେ ପଡ଼ିଥିବା ଗୋଟେ ବେଞ୍ଚ ଉପରେ ବସିଥିଲି। ଶୀତ ବଢ଼ି ଚାଲିଥିଲା, କିନ୍ତୁ ମୋ ଦେହରେ ବିନା ଜ୍ୟାକେଟରେ ବି ଗମ୍ ଗମ୍ ହେଇ ଝାଳ ବୋହି ଚାଲିଥିଲା। ଟ୍ରେନ୍ ଆସିବା ଭିତରେ ଅନେକ କଥା ଭାବି ଚାଲିଥିଲି। ଆଉ ସେଇ ଭାବନା ଭିତରେ କେବଳ ଥିଲା ଅଙ୍କିତା ସହିତ ବିତେଇଥିବା ସେଇ 7 ବର୍ଷର ସ୍ମୃତି। ଅନ୍ଧାର ଭିତରେ ଏକୁଟିଆ ବସି ଆଖିରୁ ଲୁହ ଗଡ଼େଇ ଚାଲିଥିଲି। ଯନ୍ତ୍ରଣାରେ ଛାଟିପିଟି ହେଇ ଅନେକ କଷ୍ଟ ପାଉଥିଲି। ହେଲେ ସେ ଅଙ୍କିତା ମୋତେ ଥରେ ବି କଲ୍ କରି ପଚାରିଲାନି ଭାଇ। ମୁଁ ଏଠି ଷ୍ଟେସନରେ ଯନ୍ତ୍ରଣାରେ ଲୁହ ଗଡ଼େଇ ଚାଲିଥିଲି, ଆଉ ସେ ସେଇ ଟୋକା ସହିତ ଶୀତ ରାତିରେ ମଜା ନେଇ ରାତିଟା ରଙ୍ଗୀନ କରି ଚାଲିଥିଲା। ଏମିତି ମୁଁ ଭାବନା ରାଜ୍ୟକୁ ଚାଲି ଯାଇଥିଲି ଯେ ସେତେବେଳକୁ 2ଟା ଟ୍ରେନ୍ ଯାଇସାରିଥିଲା। ନିଜ ଭାଗ୍ୟକୁ ଦୋଷ ଦେଇ ସବୁ ଦୁଃଖକୁ ଆଦରି ବଞ୍ଚିବାକୁ ଚେଷ୍ଟା କରୁଛି ଭାଇ। ସବୁବେଳେ ହସ ଖୁସି ମଜା କରୁଥିବା ମଣିଷଟା ପୁରା ଚୁପ୍ ହେଇଯାଇଥିଲା। ଏବେ ଆଉ କାହା ଉପରେ ଭରସା ନାହିଁ ପ୍ରତାପ ଭାଇ। ଏମିତି ଖାଲି ଯାହା ବଞ୍ଚିଛି। ଭାରି କଷ୍ଟ, ଭାରି ଯନ୍ତ୍ରଣା ଭିତରେ ଆପଣଙ୍କୁ ମୋ କାହାଣୀ ଜଣାଇବା ପରେ ଭାରି ହାଲକା ଲାଗିଲା ଭାଇ। ପ୍ଲିଜ୍ ଏଇ କାହାଣୀଟା ନିଶ୍ଚୟ କରିବେ ପ୍ରତାପ ଭାଇ। ଏମିତି କାହାଣୀ ଅନେକ କରିଥିଲେ ବି ଏ କାହାଣୀ ଶୁଣି କାହିଁକି କେଜାଣି ପୁଣି ଥରେ କରିବାକୁ ଭାରି ଇଚ୍ଛା ହେଲା। ଏଇଭଳି ଝିଅମାନେ ସତରେ କ'ଣ ଏମିତି କରିପାରନ୍ତି? ଭଲ ଚାକିରି, ଭଲ ପୋଷ୍ଟରେ ରହି ଯଦି ଜଣେ ଯୁବତୀ ଏମିତି କରିପାରେ, ତେବେ ଅନ୍ୟ ଯୁବତୀମାନଙ୍କୁ କ'ଣ କହିବା ଆଜ୍ଞା। ଯେହେତୁ ସୋମେଶ ଚାକିରି କରିଛି ଆଉ ଭଲ ପୋଷ୍ଟରେ ଅଛି, ସେଥିପାଇଁ ନିଜ ଇଜ୍ଜତ ପାଇଁ ଚୁପ୍ ରହିଗଲା। ଆଉ ତାର ଫାଇଦା ଅଙ୍କିତା ଭଳି ଝିଅମାନେ ନେଇ ଚାଲିଲେ। ମୁଁ ଜାଣିନି ଏଠି କାହାର ଭୁଲ ଥିଲା ଆଉ କିଏ ଏଠି ଠିକ୍ ଥିଲା, କିନ୍ତୁ ଆପଣମାନେ ତ ନିଶ୍ଚୟ ଜାଣିସାରିଥିବେ କିଏ ଭୁଲ ଆଉ କିଏ ଠିକ୍। ତେବେ ଡେରି ନକରି କମେଣ୍ଟ କରି ଆପଣଙ୍କ ମତାମତ ଜଣାଇବା ସହିତ କାହାଣୀ କେମିତି ଲାଗିଲା ଜଣାଇବାକୁ ଜମା ବି ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।